ମୀନ ରାଶିରେ ଶନି ବକ୍ରି ହେବା ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଆତ୍ମନିରୀକ୍ଷଣର ସମୟ ରହିବ। ଏହି ସମୟରେ ଖର୍ଚ୍ଚ ବୃଦ୍ଧି ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଓ ଫଳ ପ୍ରାପ୍ତିରେ ଅଯଥା ବିଳମ୍ବ ଭାବକୁ ପ୍ରଦର୍ଶନ କରେ। କାରଣ ଏହି ସମୟରେ ଗ୍ରହ ଜଗତର ସବୁଠାରୁ କ୍ରୂର ଓ ନିଷ୍ଠୁର ଗ୍ରହ ଶନି ମୀନ ରାଶିରେ ଗୋଚର କରୁଛନ୍ତି ଏବଂ ତା ସଙ୍ଗେ ସଙ୍ଗେ ମୀନ ରାଶିର ଶନି ସପ୍ତାହ ମଧ୍ୟ ଭୋଗ ହେଉଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମୀନ ରାଶିରେ ଶନି ବିରାଜମାନ କରି ବକ୍ରି ଅଥବା ଓଲଟା ଗତିରେ ସେହି ମୀନ ରାଶିରେ ଭ୍ରମଣ କରୁଛନ୍ତି। ଚଳିତ ଜୁଲାଇ ମାସ 27 ତାରିଖ ଠାରୁ ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ 138 ଦିନର ସମୟ ଶନି ମୀନ ରାଶିରେ ଓଲଟା ବା ବକ୍ର ଭାବରେ ଗତି କରିବେ। ଶନି ମହାଗ୍ରହଙ୍କର ଦଶମ ଦୃଷ୍ଟିର ପ୍ରଭାବରୁ ମୀନ ରାଶି ଜାତ ବ୍ୟକ୍ତିଙ୍କର କର୍ମକ୍ଷେତ୍ର ଅଥବା କାର୍ଯ୍ୟକ୍ଷେତ୍ରରେ ବଡ଼ ବିଭ୍ରାନ୍ତିକର ପରିବେଶ ସୃଷ୍ଟି ହେବ। ସହଜରେ ହୋଇଯାଉଥିବା କାର୍ଯ୍ୟ ବିଳମ୍ବିତ ହେବ। ସମୟ ସମୟରେ କର୍ମହାନିର ମଧ୍ୟ ଯୋଗ ରହିଅଛି। କଠିନ ପରିଶ୍ରମ ସତ୍ତ୍ୱେ ପରିଶ୍ରମର ମୂଲ୍ୟ ହାତଛଡ଼ା ହେବ। ବାଣିଜ୍ୟ ବ୍ୟବସାୟ କରୁଥିଲେ ଏହି ସମୟରେ ବ୍ୟବସାୟରେ ବଡ଼ ଧରଣର ପୁଞ୍ଜି ନିବେଶରୁ କ୍ଷାନ୍ତ ହୁଅନ୍ତୁ। ସାଧାରଣ ଜୀବନ ଅଥବା ରାଜନୈତିକ କ୍ଷେତ୍ରରେ ସମ୍ପୃକ୍ତି ରହିଥିଲେ ଏହି ସମୟରେ ସାଧାରଣ ଜନତାଙ୍କ ସହିତ ଯୋଡ଼ି ହୋଇ ରହିବେ। ମୀନ ରାଶି ପାଇଁ ଶନି ସପ୍ତାହ ଭୋଗ ହେଉଥିବାରୁ ଏହି ସମୟରେ ମୀନ ରାଶିର ଲଗ୍ନ ଭାବରେ ଅବସ୍ଥିତ ଶନି ଅର୍ଥ ଖର୍ଚ୍ଚର ପରିମାଣ ବହୁ ଭାବରେ ବଢ଼ାଇ ଦେବେ। ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ଆର୍ଥିକ ବଜେଟ୍ ବିଗିଡ଼ି ଯାଇ ଧନ ଭାବରେ ଅସ୍ଥିରତା ଲାଗି ରହିବ। ସେହିପରି ବକ୍ରି ଶନି ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବେ। ପାରିବାରିକ ସଦସ୍ୟ ପରସ୍ପର ପ୍ରତି ଅସହିଷ୍ଣୁ ରହିବେ। ହେବାକୁ ଥିବା ଶୁଭ କାର୍ଯ୍ୟର ଆଲୋଚନା ଆଗକୁ ବଢ଼ିପାରିବ ନାହିଁ। ଭ୍ରାତୃ ବିବାଦ ଦେଖାଯିବ। ମୀନ ରାଶିରେ ଶନିଙ୍କର ଏହି 138 ଦିନର ବକ୍ର ଗତି ମୀନ ରାଶି ଜାତ ବ୍ୟକ୍ତିଙ୍କୁ ଅନ୍ତର୍ମୁଖୀ ସ୍ୱଭାବ ପ୍ରଦାନ କରିବ। ଏକାନ୍ତ ପ୍ରିୟ ହେବେ। ଆଧ୍ୟାତ୍ମିକ ଜଗତ ପ୍ରତି ଆକର୍ଷଣ ଆସିବ। ଦର୍ଶନ ଶାସ୍ତ୍ର ପ୍ରତି ଆଗ୍ରହ ବଢ଼ିବା ସଙ୍ଗେ ସଙ୍ଗେ ଦାର୍ଶନିକ ସ୍ୱଭାବର ମଧ୍ୟ ହୋଇପାରନ୍ତି। ପରୋପକାର ପାଇଁ ମନ ବଳାଇ ପରସେବା କରିବା ପାଇଁ ପଛେଇବେ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମୀନ ରାଶି ଜାତ ବ୍ୟକ୍ତି ଶନିଙ୍କର ଏହି ବକ୍ର ଗମନ ଜନିତ ଗତି ସମୟରେ ଶରୀରରେ ବାୟୁ ବିକାର ଜନିତ ପୀଡ଼ା ଭୋଗ କରିବେ। ତଳିପେଟରେ ଯନ୍ତ୍ରଣା ଦେଖାଯିବ। ପୂର୍ବରୁ ଆଣ୍ଠୁଗଣ୍ଠି ଜନିତ ରୋଗ ଭୋଗ କରୁଥିବା ରୋଗୀ ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ ହେବ। ଏହା ସହିତ ସମୟ ସମୟରେ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଖାଯିବ। କିନ୍ତୁ ସବୁଠୁ ବଡ଼ କଥା ହେଲା ମୀନ ରାଶିରେ ଶନି ଏବଂ ବକ୍ରି ତା ସହିତ ଶନି ସପ୍ତାହ ମଧ୍ୟ ଭୋଗ ହେଉଅଛି। ତେଣୁ ଶନିଙ୍କର ଏହି 138 ଦିନର ବକ୍ର ଗମନ ଗତି ସମୟରେ ମୀନ ରାଶି ଜାତ ବ୍ୟକ୍ତି ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ଶନିଙ୍କର ଏହି 138 ଦିନର ଓଲଟା ଗତିର ସମ୍ଭାବ୍ୟ ଅଶୁଭ ଫଳରୁ ପ୍ରଭାବରୁ ରକ୍ଷା ପାଇବା ପାଇଁ ମୀନ ରାଶି ଜାତ ବ୍ୟକ୍ତି ଶନିଙ୍କର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କର ଶରଣାପନ୍ନ ହୁଅନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ଶ୍ରୀ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମୀନ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ଶନି ଜନିତ ପୀଡ଼ା ଦୂର ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।